ଏବଂ ଏହି ବର୍ଷ ଆମମାନଙ୍କର ସାରା ଉତ୍ତର ଭାରତ ମଣ୍ଡଳୀ ମଧ୍ୟରେ ପ୍ରତ୍ୟେକ ଦାୟିଶେଷ ମଧ୍ୟରେ ପ୍ରତ୍ୟେକ ଆମମାନଙ୍କର ଆର୍ଥିକ ସଭାମାନଙ୍କରେ ଏହି ପ୍ରସଙ୍ଗକୁ ଧ୍ୟାନ କରାଯାଉଅଛି। ସୁନ୍ଦର ପ୍ରସଙ୍ଗ ରହିଅଛି ଆମମାନଙ୍କର ଖ୍ରୀଷ୍ଟରେ ବୃଦ୍ଧି ପାଇବା। ହାଲେଲୁୟା। କଣ ରହିଅଛି? ଖ୍ରୀଷ୍ଟରେ ବୃଦ୍ଧି ପାଇବା, ଗ୍ରୋଇଂ ଇନ୍ ଖ୍ରାଇଷ୍ଟ। କାଲି ଠାରୁ ଆମମାନେ ବହୁତ ଦିନ ଠାରୁ ଆମମାନେ ଅତି ସୁନ୍ଦର ବାକ୍ୟ ମାନଙ୍କ ଶୁଣି ଆସୁଅଛୁ। ଆମମାନଙ୍କର ବକ୍ତା ମାନେ ଅତି ସୁନ୍ଦର ବାକ୍ୟ ଆମମାନଙ୍କୁ ପ୍ରଦାନ କରିଅଛନ୍ତି, ଆମମାନଙ୍କୁ ଦେଇଅଛନ୍ତି। ଆମମାନେ ଶୁଣିଅଛୁ ଆମମାନେ କିପରି ଖ୍ରୀଷ୍ଟରେ ଆମମାନେ ବୃଦ୍ଧି ପାଇବା। ହାଲେଲୁୟା, ହାଲେଲୁୟା। ମୋର ଖ୍ରୀଷ୍ଟରେ ବାପା ମା ଭାଇ ଭଉଣୀ, ଆମମାନଙ୍କର ଜୀବନକୁ, ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନର ଯାତ୍ରାକୁ ଆମେ ଯଦି ସମୀକ୍ଷା କରିବା, ଆମେ ଯେବେଠାରୁ ଖ୍ରୀଷ୍ଟଙ୍କୁ ଆମେ ଜାଣିପାରିଲୁ, ଆମେ ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଆମେ ଗ୍ରହଣ କଲୁ, ଆମେ ସେଇ ଦିନ ଠାରୁ ଅଦ୍ୟାବଧି ଆଜି ପର୍ଯ୍ୟନ୍ତ ଆମେ ଆସୁ ଚିନ୍ତା କରିବା, ମୁଁ ଖ୍ରୀଷ୍ଟରେ ବୃଦ୍ଧି ପାଉଅଛି କି? ମୋର ଖ୍ରୀଷ୍ଟରେ ବାପା ମା ଭାଇ ଭଉଣୀ, এই ଖ୍ରୀଷ୍ଟରେ ବୃଦ୍ଧି ପାଇବାର ଅର୍ଥ କଣ? ଆମମାନେ ଖ୍ରୀଷ୍ଟରେ ଆମମାନେ ବୃଦ୍ଧି ପାଉଅଛୁ ନା ଆମମାନେ ଶୈତାନରେ ବୃଦ୍ଧି ପାଉଅଛୁ? ଯେପରି ଆମମାନଙ୍କର କାଲି ଆମମାନଙ୍କ ବିଶ୍ୱ ମହାଶୟ କହୁଥିଲେ, ଆମମାନଙ୍କ ଜୀବନ କି ପ୍ରକାର ରହିଅଛି, ଆମମାନେ ଦୈନନ୍ଦିନ ଆମମାନେ ଖ୍ରୀଷ୍ଟରେ ବୃଦ୍ଧି ପାଉଅଛୁ କି? ମୋର ଖ୍ରୀଷ୍ଟରେ ବାପା ମା ଭାଇ ଭଉଣୀ, ଯୁବା ଯୁବତୀ, ଆପଣମାନେ ଚିନ୍ତା କରନ୍ତୁ, ମନେ ପକାନ୍ତୁ, ଯେତେବେଳେ ଆମେ ନୂତନ ନୂତନ ଭାବରେ ଆମେ ଖ୍ରୀଷ୍ଟିଆନ ହେଲୁ, ଆମେ ପ୍ରଭୁଙ୍କୁ ଜାଣିଲୁ, ଆମମାନଙ୍କର ସେଇ ସମୟରେ ଆମମାନଙ୍କର ଯେଉଁ ପ୍ରକାର ଆମମାନଙ୍କର ବିଶ୍ୱାସ ଥିଲା, ଆଜି ଆମମାନଙ୍କର ବିଶ୍ୱାସ ରହିଅଛି କି? ଆଜି ମଣ୍ଡଳୀ ମଧ୍ୟରେ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ଯଦି ଆମେ ଦେଖିବା, ଆମମାନଙ୍କର ମଣ୍ଡଳୀ ମଧ୍ୟରେ ମତଭେଦ, ଦଳଭେଦ, ଈର୍ଷା, ନିନ୍ଦା, ଅପମାନ ଓ ସମ୍ମାନ ଏହି ସମସ୍ତ ବିଷୟ ରହିଅଛି। ଆଜିକାଲି ବୁଦ୍ଧଙ୍କୁ, ବିଶ୍ୱ ମହାଶୟଙ୍କୁ, ଆମମାନଙ୍କର ଧାର୍ମିକ ଯାଜକ ମାନଙ୍କୁ କେହି ମଧ୍ୟ ପଚାରୁନାହାନ୍ତି। ମୋର ପ୍ରିୟମାନେ, ଏହା କଣ ଖ୍ରୀଷ୍ଟର ବୃଦ୍ଧିର ଏକ ଦିଗ କି? ନାହିଁ। ଦିନ ଥିଲା ପାଳକମାନଙ୍କୁ ପ୍ରଭୁ ବୋଲି ମାନୁଥିଲେ। ଆଜି ଆମେ ସମସ୍ତେ ଆଜି ମଣ୍ଡଳୀର କଣ, ବିଶ୍ୱ କଣ, ଯାଜକ ମାନଙ୍କୁ କଣ ଆମେ ସମ୍ମାନ ଦେଉଛୁ କି? ଆମେ କାହାକୁ ମାନୁନାହୁଁ, ଆମେ କାହାକୁ ସମ୍ମାନ ଦେଉନାହୁଁ, ଆମେ ପ୍ରଭୁଙ୍କର ଲୋକମାନଙ୍କୁ ଆମେ ସମ୍ମାନ ଦେଉନାହୁଁ। ଏହା ଖ୍ରୀଷ୍ଟ ବୃଦ୍ଧିର ଏକ ଦିଗ କି? ନୁହେଁ। ମୋର ପ୍ରିୟମାନେ, ଆଜି ଆମେ ଖ୍ରୀଷ୍ଟରେ କିପରି ଆମେ ବୃଦ୍ଧି ପାଇବା? ଆମେ ଦୈନନ୍ଦିନ ଆମମାନଙ୍କ ଜୀବନକୁ ଯଦି ସମୀକ୍ଷା କରିବା, ଆମେ କିପରି ଖ୍ରୀଷ୍ଟରେ ଆମେ ବୃଦ୍ଧି ପାଉଅଛୁ? ଦାନ କମି ଯାଉଅଛି, ଆମେ ଗୀର୍ଜା ଉପାସନା ଯିବାର କମି ଯାଉଅଛି। ଏହା କଣ ଖ୍ରୀଷ୍ଟ ବୃଦ୍ଧିର ଏକ ଦିଗ କି? ନୁହେଁ। ମୋର ପ୍ରିୟମାନେ, ଆଜି ଆମେ ଖ୍ରୀଷ୍ଟରେ ବୃଦ୍ଧି ପାଉନାହୁଁ। ଆମେ ଆମମାନଙ୍କର ସାଂସାରିକ ଭାବରେ ଯଦି ଆମେ ଚିନ୍ତା କରିବା, ଆମମାନଙ୍କର ଶିଶୁ ଯେତେବେଳେ ଜନ୍ମଗ୍ରହଣ କରେ, ଆଉ ସେ ଦିନକୁ ଦିନ କଣ ହୁଏ? ବୃଦ୍ଧି ହୁଏ। ଆଉ ଯେତେବେଳେ ସେ ବୃଦ୍ଧି ହୁଏ, ତାର ଶାରୀରିକ ମାନସିକ ବିକାଶ ହେଇଥାଏ। ଆଉ ସେହି ଶିଶୁ ଛୋଟବେଳୁ ସିଏ କ୍ଷୀର ପିଏ, ଆଉ ଧୀରେ ଧୀରେ ଖେଚିଲି ବିଭିନ୍ନ ପ୍ରକାର ଫଳମୂଳ ମିଶେଇକି ଚକଟିକି ଆମେ ତାକୁ ଖୁଆଉ। ତାପରେ ଧୀରେ ଧୀରେ ସେ କଣ କୁହେ? ହାର୍ଡ ଜିନିଷ, କଠିନ ଜିନିଷ ସେ ଖାଏ, ମାଂସ ଖାଏ, ସବୁ କିଛି ଖାଏ। ଆଉ ତାର ଦୈନନ୍ଦିନ ଧୀରେ ଧୀରେ ସେ କଣ ହେବ? ଅଭିବୃଦ୍ଧି ହେବ। ଏହା ହଉଛି ଅଭିବୃଦ୍ଧିର ବିଷୟ। ସେ ମୋର ପ୍ରିୟମାନେ, ଜଣେ ଶିଶୁ ସମୟରେ ଯେଉଁ କ୍ଷୀର ପିଉଥିଲା, ସେ ଯଦି ଯୁବକ ସମୟରେ କ୍ଷୀର ପିଇବ, ତାହା ସୁନ୍ଦର ହବ କି? ସୁନ୍ଦର ହବ କି? ସୁନ୍ଦର ହବ କି? ଜଣେ ବୃଦ୍ଧ ସେ କ୍ଷୀର ପିଇବ, ବୃଦ୍ଧ ସମୟରେ ସୁନ୍ଦର ହବ କି? ନାହିଁ। ଯଦି ଆମେ ସେଇ ବିଷୟକୁ ଲକ୍ଷ୍ୟ କରିବା, ତେବେ ମୋର ପ୍ରିୟମାନେ, ତାହାର ମାନସିକ ଶାରୀରିକ ବିକାଶ ହେଇପାରୁନାହିଁ। ଆଜି ଯଦି ଆମେ ଚିନ୍ତା କରିବା, ଖ୍ରୀଷ୍ଟରେ
ବୃଦ୍ଧି ପାଇବା ନିମନ୍ତେ ଆମମାନଙ୍କର ବିଶ୍ୱାସ ଦିନକୁ ଦିନ ଅଭିବୃଦ୍ଧି ହେଉଛି ନା ଦିନକୁ ଦିନକୁ କମି କମି ଯାଉଛି। ଖାମଖିଆଲ ଆମେ ହେଉଛୁ, ଗୀର୍ଜାକୁ ଯାଉନାହୁଁ, ଉପାସନାକୁ ଯାଉନାହୁଁ, ଆମେ ଦାନ ଦେବାର ପଥ ଗୁଞ୍ଚା ହେଉଛୁ, ଆମମାନେ ପ୍ରଭୁଙ୍କର ଲୋକମାନଙ୍କୁ ସମ୍ମାନ କରୁନାହୁଁ। ଆମମାନଙ୍କର ଖ୍ରୀଷ୍ଟ ଅଭିବୃଦ୍ଧି ହେଉନାହିଁ। ଆମମାନଙ୍କର ଜୀବନ ଆଉ ଏକ ଦିଗ ଦେଇ ଆମମାନେ ଗମନ କରୁଅଛୁ ମୋର ପ୍ରିୟମାନେ। ତେଣୁ ମୋର ଖ୍ରୀଷ୍ଟରେ ବାପା ମା ଭାଇ ଭଉଣୀ, ଆସନ୍ତୁ ଆଜିର ଏହି ଆମମାନଙ୍କର ଯେଉଁ ପ୍ରସଙ୍ଗ ରହିଅଛି ଖ୍ରୀଷ୍ଟରେ ବୃଦ୍ଧି ପାଇବା। ଖ୍ରୀଷ୍ଟରେ ବୃଦ୍ଧି କହିଲେ ଜୀବନ ଯାତ୍ରାରେ ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କକୁ ବୁଝାଏ ମୋର ପ୍ରିୟମାନେ। ହାଲେଲୁୟା, ହାଲେଲୁୟା। କଣ ପ୍ରଥମ ବିଷୟ କଣ? ଖ୍ରୀଷ୍ଟରେ ବୃଦ୍ଧି କହିଲେ ଆମମାନଙ୍କର ଜୀବନ ଯାତ୍ରାରେ ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କକୁ ବୁଝାଏ, ଖ୍ରୀଷ୍ଟ ଜ୍ଞାନରେ ବୃଦ୍ଧିକୁ ବୁଝାଏ। ହାଲେଲୁୟା, ହାଲେଲୁୟା। ଆମମାନେ ଖ୍ରୀଷ୍ଟରେ ବୃଦ୍ଧି ପାଇବାର ଅର୍ଥ ହେଉଛି ଆମମାନେ ଖ୍ରୀଷ୍ଟ ଜ୍ଞାନରେ ବୃଦ୍ଧି ପାଉଛୁ କି ଆମମାନେ ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କକୁ ଆମମାନେ ଦୃଢ଼ ଆଉ ସୁସମ୍ପର୍କ ସ୍ଥାପନ କରୁଅଛୁ କି ଖ୍ରୀଷ୍ଟଙ୍କ ସହିତ ଆମମାନଙ୍କର ସମ୍ପର୍କ କି ପ୍ରକାର ରହିଅଛି? ଆମମାନେ ଖ୍ରୀଷ୍ଟ ଜ୍ଞାନରେ ଆମମାନେ ବୃଦ୍ଧି ପାଉଅଛୁ କି? ଆମମାନଙ୍କର ମଣ୍ଡଳୀ, ଆମମାନଙ୍କର ପାର୍ସଲ, ଆମମାନଙ୍କର ସମ୍ମିଳନୀ, ଆମମାନଙ୍କର ଦାୟିତ୍ୱ, ଆମମାନଙ୍କ ପରିବାର ଖ୍ରୀଷ୍ଟ ଜ୍ଞାନରେ ବୃଦ୍ଧି ପାଉଅଛି କି? ଖ୍ରୀଷ୍ଟଙ୍କ ସହିତ ସମ୍ପର୍କ ଆମମାନଙ୍କର କି ପ୍ରକାର ରହିଅଛି ମୋର ପ୍ରିୟମାନେ? ଏହା ହେଉଛି ଖ୍ରୀଷ୍ଟ ବୃଦ୍ଧି ପାଇବାର ଏକ ବିଷୟ ଅଟେ ମୋର ପ୍ରିୟମାନେ। ଆମମାନେ ଖ୍ରୀଷ୍ଟ ଜ୍ଞାନରେ ଆମମାନେ ବୃଦ୍ଧି ପାଉଅଛୁ କି? ଆମମାନଙ୍କର ପରିବାରରେ ଖ୍ରୀଷ୍ଟଙ୍କ ସହିତ ସମ୍ପର୍କ କି ପ୍ରକାର ହୋଇଅଛି? ଆମମାନେ ପ୍ରାର୍ଥନା କରୁଅଛୁ କି? ଆମମାନେ ଉପାସନା କରୁଅଛୁ କି? ଆମମାନେ ଗୀର୍ଜା ଯାଉଅଛୁ କି? ଆମମାନେ ବାଇବେଲ ପଠନ କରୁଅଛୁ କି? ଆମମାନଙ୍କର ଖ୍ରୀଷ୍ଟ ଜ୍ଞାନ ଅଭିବୃଦ୍ଧି ହେଉଅଛି କି? ଏହା ହେଉଛି ଖ୍ରୀଷ୍ଟ ବୃଦ୍ଧି ପାଇବାରେ ଆମମାନଙ୍କ ବିଷୟ ଅଟେ। ହାଲେଲୁୟା, ହାଲେଲୁୟା। ଆଉ ଦ୍ୱିତୀୟ ବିଷୟ ମୁଁ କହିବା ପାଇଁ ଚାହେଁ, ଖ୍ରୀଷ୍ଟ ବୃଦ୍ଧି ପାଇବାର ଦ୍ୱିତୀୟ ଗଭୀର ବିଷୟ ହେଉଛି ବାଇବେଲ ପଠନ କରିବା, ପ୍ରାର୍ଥନା କରିବା, ଆତ୍ମିକ ଜୀବନରେ ବଢ଼ିବା ବିଷୟକୁ ବୁଝାଏ ମୋର ପ୍ରିୟମାନେ। ହାଲେଲୁୟା, ହାଲେଲୁୟା। କଣ ଦ୍ୱିତୀୟ ବିଷୟ? କଣ ଗଭୀର ବିଷୟ ହେଉଛି ଖ୍ରୀଷ୍ଟ ବୃଦ୍ଧି ପାଇବାର ଗଭୀର ବିଷୟ ହେଉଛି ବାଇବେଲ ପଠନ କରିବା, ପ୍ରାର୍ଥନା କରିବା, ଆତ୍ମିକ ଜୀବନରେ ବଢ଼ିବା। ଆମମାନେ ବାଇବେଲକୁ ଆମମାନେ ପଠନ କରୁଅଛୁ କି? ଆମମାନଙ୍କ ପରିବାର ମଧ୍ୟରେ ଆମମାନେ ବ୍ୟକ୍ତିଗତ ଜୀବନରେ ଆମମାନେ ବାଇବେଲକୁ ଆମମାନେ ପଠନ କରୁଅଛୁ କି? ଆମମାନେ ବ୍ୟକ୍ତିଗତ ଜୀବନରେ ପାରିବାରିକ ଜୀବନରେ ଆମମାନେ ପ୍ରାର୍ଥନା କରୁଅଛୁ କି? ଆମମାନଙ୍କ ଆତ୍ମିକ ଜୀବନ କି ପ୍ରକାର ରହିଅଛି? ଆମମାନଙ୍କର ଆତ୍ମିକ ଜୀବନ କି ପ୍ରକାର ରହିଅଛି ମୋର ପ୍ରିୟମାନେ? ତେଣୁ ଆମମାନେ ଆଜିର ଖ୍ରୀଷ୍ଟିଆନ ଭାବରେ ଆମମାନେ ଖ୍ରୀଷ୍ଟଙ୍କୁ ଆମମାନେ ପାଇଅଛୁ, ଖ୍ରୀଷ୍ଟରେ ଆମମାନେ ଅଭିବୃଦ୍ଧି ହେଉଅଛୁ କି? ଆମମାନଙ୍କର ବାକ୍ୟ କୁହେ ଆମମାନେ ଆସୁ ସତ୍ୟକୁ ଗ୍ରହଣ କରିବା। ସୁସମାଚାର ଆଜି ଆମମାନେ ଗ୍ରହଣ କରିଅଛୁ କି? ଖ୍ରୀଷ୍ଟିଆନ ହେବା ବଡ଼ ବିଷୟ ନୁହେଁ, ଖ୍ରୀଷ୍ଟିଆନ ଯିଏ ବି ହେଇପାରିବେ, କିନ୍ତୁ ଖ୍ରୀଷ୍ଟରେ ଅଭିବୃଦ୍ଧି ହେବା ବଡ଼ ବିଷୟ ଅଟେ। ହାଲେଲୁୟା, ହାଲେଲୁୟା। ଖ୍ରୀଷ୍ଟିଆନ ହେବା ଅତି ସହଜ, ଖ୍ରୀଷ୍ଟିଆନ ହେବା ଅତି ସହଜ, କିନ୍ତୁ ଖ୍ରୀଷ୍ଟରେ ବୃଦ୍ଧି ପାଇବା ହେଉଛି ବହୁତ ବଡ଼ ବିଷୟ। ଆଜି ଆମମାନେ ଖ୍ରୀଷ୍ଟିଆନ ହେଇଛୁ ସତ, କିନ୍ତୁ ଖ୍ରୀଷ୍ଟରେ ଆମମାନେ ବୃଦ୍ଧି ପାଉନାହୁଁ, ଖ୍ରୀଷ୍ଟରେ ଆମମାନେ
ବୃଦ୍ଧି ପାଉନାହୁଁ। ଏହା ହେଉଛି ଆମମାନଙ୍କ ପାଇଁ ଏକ ଆବଶ୍ୟକ ବିଷୟ। ଯେପରି କାଲି ଆମମାନଙ୍କ ବକ୍ତାମାନେ କହୁଥିଲେ, କାହିଁକି ଆହୁରି ଖ୍ରୀଷ୍ଟ ବୃଦ୍ଧି ପାଇବାର ପ୍ରସଙ୍ଗ ରଖାଯାଇଅଛି। ଆଜିକାଲି ଯଦି ଆମେ ଦେଖିବା, ଅନେକ ଖ୍ରୀଷ୍ଟିଆନ ହେଉଛନ୍ତି, କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ବୃଦ୍ଧି ପାଇବାରେ କମ୍ ଲୋକ ଅଛନ୍ତି। ଆମମାନେ ଖ୍ରୀଷ୍ଟ ବୃଦ୍ଧି ଆମମାନେ କିପରି ହେବା? ନାଇଁ, ଛୋଟ ଛୋଟ ବିଷୟ। କ'ଣ ସେ ଛୋଟ ଛୋଟ ବିଷୟ? ଆମମାନେ ଯେତେବେଳେ ଆମମାନେ ଗିର୍ଜାକୁ ଯିବା, ଆମମାନେ ଉପାସନାକୁ ଯିବା, ଆମମାନେ ଦାନ ଦେବା, ଆମମାନେ ଏହିପରି ଯଦି କିଛି ସୁଯୋଗ ମିଳେ ପ୍ରଭୁଙ୍କ ପାଇଁ ପରିଶ୍ରମ କରିବା, ପ୍ରଭୁଙ୍କ ଲୋକମାନଙ୍କୁ ସମ୍ମାନ ଦେବା, ଏଇଟା ହେଉଛି ଖ୍ରୀଷ୍ଟ ବୃଦ୍ଧିର ଏକ ଏକ ନମୁନା ଅଟେ ମୋର ପ୍ରିୟମାନେ। ଆଉ ଏହା ଗୋଟିଏ ଦିନରେ ସାଧିତ ହୁଏ ନାହିଁ। ଏହା ଗୋଟିଏ ଦିନରେ ସାଧନ ହେଇପାରିବ ନାହିଁ। ଛୋଟ ଛୋଟ ବିଷୟ ଦେଇ ଆମମାନେ ଯେତେବେଳେ ଆମମାନେ ଯାଉ, ଦିନକୁ 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 ଆମମାନେ କ'ଣ ହଉ? ଖ୍ରୀଷ୍ଟରେ ଆମମାନେ ବୃଦ୍ଧି ପାଉ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ତେଣୁ ଆମମାନେ ସେଇ ସତ୍ୟକୁ, ପ୍ରଥମ ବିଷୟ ହେଉଛି ସେଇ ସତ୍ୟକୁ ଆମମାନେ ଗ୍ରହଣ କରିନାହୁଁ। ଆମମାନଙ୍କର ସେଇ ସୁସମାଚାରର ଅର୍ଥ ହେଉଛି ସତ୍ୟ। ହାଲେଲୁୟା, ହାଲେଲୁୟା। ଅନେକ ଥିଓଲୋଜିଆନ ମାନେ ସେମାନେ କୁହନ୍ତି, ଗସ୍ପେଲ ସିନୋନିମସ୍ ଇଜ୍ ଟ୍ରୁଥ୍। ଆମମାନଙ୍କର ସୁସମାଚାର ହେଉଛି ପ୍ରକୃତରେ କ'ଣ? ସତ୍ୟ। ସତ୍ୟ ହିଁ ସୁସମାଚାର, ସୁସମାଚାର ହିଁ ସତ୍ୟ ଅଟେ। ଆମମାନେ ସେଇ ସତ୍ୟକୁ ଆମମାନେ ଯଦି ଗ୍ରହଣ କରିବା, ସତ୍ୟ ଆମମାନଙ୍କୁ କ'ଣ କରିବ? ମୁକ୍ତ କରିବ। ହାଲେଲୁୟା, ହାଲେଲୁୟା। ଆମମାନେ ସତ୍ୟକୁ ଯେତେବେଳେ ଗ୍ରହଣ କରୁ, ସତ୍ୟ ଆମମାନଙ୍କୁ କ'ଣ କରିବ? ମୁକ୍ତ କରିବ। ସମସ୍ତ ବନ୍ଧେଜରୁ, ସମସ୍ତ ବନ୍ଧନରୁ ଆମମାନଙ୍କୁ କ'ଣ କରିବ? ସେଇ ସତ୍ୟ ମୁକ୍ତ କରିବ। ହାଲେଲୁୟା, ହାଲେଲୁୟା। ଆଉ ସେଇ ସତ୍ୟ ମୋତେ ମଧ୍ୟ ମୁକ୍ତ କରିଅଛି। ହାଲେଲୁୟା, ହାଲେଲୁୟା। ଆଉ ଅନେକ ସମୟରେ ଆମମାନେ ପ୍ରଭୁଙ୍କ ନିକଟରେ ଆମମାନେ ପ୍ରାର୍ଥନା କରୁ, ଆମମାନେ ସତ୍ୟକୁ ଆମମାନେ ଗ୍ରହଣ କରି ଆମମାନେ ସମସ୍ତ ପରିସ୍ଥିତିରୁ ଆମମାନେ କ'ଣ ହେବା? ମୁକ୍ତ ହେବା। ତେଣୁକରି ଏଫେସୀୟ ତାର 1:13 ଲେଖାଯାଏ, ସତ୍ୟ ହିଁ ସୁସମାଚାର। ହାଲେଲୁୟା, ହାଲେଲୁୟା। ତେଣୁ ପ୍ରଭୁ କୁହନ୍ତି, ଆଉ ସମସ୍ତେ ଯେପରି ମୁକ୍ତ ହେବେ, ପ୍ରଭୁ ଚାହାନ୍ତି ଆମମାନଙ୍କୁ ପ୍ରତ୍ୟେକଙ୍କୁ ସେ ପ୍ରେମ କରନ୍ତି। ଗୋଟିଏ ଆତ୍ମା ମଧ୍ୟ ଯେପରି ବିନାଶ ନ ହୁଏ, ସେଥି ନିମନ୍ତେ ପ୍ରଭୁଙ୍କର ଇଚ୍ଛା ରହିଅଛି। ମୋର ପ୍ରିୟମାନେ, ଆମେ ପ୍ରଥମ ତିମୋଥୀ ତାର 2:4 ଯଦି ଆମେ ଦେଖିବା, ସେହି ସ୍ଥାନରେ ଆମେ ଦେଖୁ ଯେ ପ୍ରଭୁ ଆମମାନଙ୍କୁ ରକ୍ଷା କରିବା ପାଇଁ ସେ ଚାହାନ୍ତି। God wants to all men to be saved. ପ୍ରଭୁ ଚାହାନ୍ତି ଆମମାନଙ୍କୁ ସେ ଉଦ୍ଧାର କରିବା ପାଇଁ। ତେଣୁ ସେଇ ସତ୍ୟ ହେଉଛନ୍ତି ପଥ ଅଛନ୍ତି। ଆଉ ସେଇ ପଥ ଦେଇ ଆମମାନେ ଗମନ କରୁନାହୁଁ। ଆମମାନଙ୍କ ଦ୍ୱିତୀୟ ପୀଠ ତାର 2:2 ଦେଖିବା ଯଦି, ଆମମାନେ ସେ ସ୍ଥାନରେ ସେଇ ସତ୍ୟ ପଥ ହେଉଛନ୍ତି ଖ୍ରୀଷ୍ଟ ଅଛନ୍ତି। ଆଉ ସେଇ ପଥ ଦେଇ ଆମମାନେ ଗମନ କରୁନାହୁଁ। ଆମମାନଙ୍କର ପଥ ଅଲଗା ରହୁଛି ମୋର ପ୍ରିୟମାନେ। ଏବଂ ପ୍ରଭୁ ଆମମାନଙ୍କୁ ସେଇ ପଥ ଦେଇ ଗମନ କରିବା ପାଇଁ ଆମମାନଙ୍କୁ ଆହ୍ୱାନ ଦେଇଅଛନ୍ତି। ଆମମାନଙ୍କୁ ସେ ଆହ୍ୱାନ ଦେଇଅଛନ୍ତି। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆମମାନେ ସମସ୍ତେ ସେଇ ସତ୍ୟ ପଥର ଯାତ୍ରୀ ଅଛୁ। ହାଲେଲୁୟା। ଦୁନିଆରେ ଅନେକ ପଥ ରହିଅଛି,
ଆମମାନେ ସତ୍ୟ ପଥର ଯାତ୍ରୀ ଅଛୁ। ହାଲେଲୁୟା। ଆଉ ଆମମାନେ ଖ୍ରୀଷ୍ଟରେ ବୃଦ୍ଧି ପାଉନାହୁଁ, ତେଣୁ ସେଇ ସତ୍ୟ ପଥର ଯାତ୍ରୀ ଭାବରେ ଆମମାନେ ଦେଖାଯାଉନାହୁଁ। ଆମମାନେ ଆମମାନଙ୍କର ଜୀବନ, ଆମମାନଙ୍କର ଚିନ୍ତା, ଆମମାନଙ୍କର ବ୍ୟବହାର, ଆମମାନଙ୍କର ସେଇ ଯାତ୍ରୀ ପରି ଆମମାନଙ୍କର ଆଚରଣ ନୁହେଁ। ତେଣୁ ଆମମାନେ ପ୍ରତ୍ୟେକ ଆସୁ ଆମମାନେ ନିଜକୁ ବୁଝି ରଖିବା, ଆମମାନେ ନିଜକୁ ସମୀକ୍ଷା କରିବା, ଆମମାନେ ଆଜି କେଉଁ ପଥର ଯାତ୍ରୀ ଅଛୁ। ଆମମାନେ ସେଇ ପଥର ଯାତ୍ରୀ। ଆମମାନେ ଯଦି ଖ୍ରୀଷ୍ଟରେ ଆମମାନେ ଯଦି ଅଭିବୃଦ୍ଧି ହେବା, ତାହେଲେ ଆମମାନେ ସେଇ ସତ୍ୟ ପଥର ଯାତ୍ରୀ ଅଛୁ। ଆଉ ସେଇ ସତ୍ୟ ପଥର ଅନୁଗାମୀ ଅଛୁ ମୋର ପ୍ରିୟମାନେ। ତେଣୁ ଆସୁ ମୋର ପ୍ରିୟମାନେ, ଆମମାନେ ଆଜିର ଡେଟ୍ରେ, ଆଜିକା ଦିନରେ ଆମମାନେ ଖ୍ରୀଷ୍ଟରେ ବୃଦ୍ଧି ଆମମାନେ ପାଉଅଛୁ କି? ଆଜି ସବୁକିଛି ଆମମାନଙ୍କର ବିକାଶ ହେଉଛି। ଆମମାନଙ୍କର ଦେଖନ୍ତୁ, ପୂର୍ବ ପ୍ରେମ ଆଉ ମଣ୍ଡଳୀ ମଧ୍ୟରେ ନାହିଁ। ଏହା କ'ଣ ଖ୍ରୀଷ୍ଟ ବୃଦ୍ଧିର ଏକ ନିଦର୍ଶନ କି? ପୂର୍ବ ପ୍ରେମ, ଆଦ୍ୟ ପ୍ରେମ ଆଉ ମଣ୍ଡଳୀ ମଧ୍ୟରେ ନାହିଁ। ମଣ୍ଡଳୀ ପୁରା ଶିଥିଳ, ଖାଲି ନାମକୁ ଗୀର୍ଜା ଉପାସନା କରାଯାଉଛି, କିନ୍ତୁ କେହି ମଧ୍ୟ ସେମାନେ ଆତ୍ମାରେ ସତ୍ୟରେ ଉପାସନା କରୁନାହାନ୍ତି। ଖାଲି ଆମମାନେ ବାହ୍ୟ ଦେଖାଣିଆ ଭାବରେ ଆମମାନେ ଅନେକ କର୍ମ କରୁଅଛୁ, କିନ୍ତୁ ଆମମାନେ ପ୍ରଭୁଙ୍କୁ ଭୟ କରି ଆମମାନେ ଅନେକ କାର୍ଯ୍ୟ ମାନେ କରୁନାହୁଁ। ତେଣୁ ଆମମାନେ ଖ୍ରୀଷ୍ଟ ବୃଦ୍ଧି ପାଇବାରେ ଆମମାନେ ଅସହାୟ ହେଉଛୁ ମୋର ପ୍ରିୟମାନେ। ଯେଉଁଦିନ ଗୋଟିଏ ପରିବାର, ଗୋଟିଏ ମଣ୍ଡଳୀ ଖ୍ରୀଷ୍ଟ ବୃଦ୍ଧିରେ ଦିନକୁ ଦିନ ଆଗକୁ ଆସିବ, ନିଶ୍ଚିତ ଭାବରେ ସମସ୍ତ ବିଷୟ ପରିବର୍ତ୍ତନ ହେବ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ତେଣୁ ଆମମାନେ କିପରି ଆମମାନେ ଜାଣିପାରିବା ଯେ ମୁଁ, ମୋ ପରିବାର, ମୋ ମଣ୍ଡଳୀ ଖ୍ରୀଷ୍ଟ ବୃଦ୍ଧିରେ ଅଭିବୃଦ୍ଧି ହେଇପାରିଅଛି? ଆମମାନଙ୍କର ଗାଲାତ୍ୟ 5:22-23 ଆମମାନେ କାଲି ମଧ୍ୟ ଆମମାନଙ୍କର ବକ୍ତାମାନେ କହୁଥିଲେ, ଆମମାନଙ୍କ ଯେଉଁ ଆତ୍ମିକ ଫଳ ଆଜି ଆମମାନଙ୍କ ଜୀବନ ମଧ୍ୟରେ ଯଦି ଆମମାନଙ୍କର ଆତ୍ମିକ ଫଳ ରହିଅଛି, ତାହେଲେ ଆମମାନେ ଖ୍ରୀଷ୍ଟରେ ଅଭିବୃଦ୍ଧି ଆମମାନେ ହେଉଅଛୁ। ସେଇ ଆତ୍ମିକ ଫଳ ଆମମାନେ ଦେଖୁ, ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱାସତା, ମୃଦୁତା, ଆତ୍ମସଂଯମତା, এই ସମସ୍ତ ଆତ୍ମାଙ୍କ ଫଳ ଆଜି ମଣ୍ଡଳୀ ମଧ୍ୟରେ, ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ନାହିଁ ମୋର ପ୍ରିୟମାନେ। ପ୍ରେମ ଆଉ ନାହିଁ, ଆନନ୍ଦ ଆଉ ନାହିଁ, ଶାନ୍ତି ଆଉ ନାହିଁ, ଦୀର୍ଘ ସହିଷ୍ଣୁତା ଆଉ ନାହିଁ, ପରୋପକାରିତା ନାହିଁ, ଭଦ୍ରତା ନାହିଁ, ବିଶ୍ୱାସତା ନାହିଁ, ମୃଦୁତା ନାହିଁ, ଆତ୍ମସଂଯମତା ନାହିଁ। ସମସ୍ତେ ମାନେ ଆଜିର ଯୁଗକୁ ଦେଖନ୍ତୁ, ସମସ୍ତେ ବିଳାସ ବେସନରେ ସେମାନେ ବଶୀଭୂତ ହେଉଛନ୍ତି। ଏଇ ଆତ୍ମାଙ୍କ ଫଳ ଆମମାନଙ୍କ ମଧ୍ୟରେ ଯଦି ଅଛି, ତାହେଲେ ଆମେ ଜାଣିପାରିବା ମୁଁ ଖ୍ରୀଷ୍ଟରେ ଅଭିବୃଦ୍ଧି ହେଉଅଛି, ଖ୍ରୀଷ୍ଟରେ ମୁଁ ବୃଦ୍ଧି ପାଉଅଛି। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ମୁଁ ଆଉ ଅଳ୍ପ ସମୟ ପରେ ମୋ ବାକ୍ୟ ସମାପ୍ତ କରିବି। କେତୋଟି ଜିନିଷ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଆମମାନେ କିପରି ଖ୍ରୀଷ୍ଟରେ ଆମମାନେ ବୃଦ୍ଧି ପାଇବା, କିପରି ଆମମାନେ ଖ୍ରୀଷ୍ଟରେ ବୃଦ୍ଧି ପାଇବା, ଆପଣମାନଙ୍କ ସମ୍ମୁଖରେ ମୁଁ ଚାଲିଅଛି।
ବିଷୟ ମୁଁ କହି ରଖିବା ପାଇଁ ଚାହେଁ ମୋର ପ୍ରିୟମାନେ। ପ୍ରଥମ ବିଷୟ ହେଉଛି ଆମମାନଙ୍କର ପାପ ଅନୁତାପ କରିବା। କ'ଣ? ପ୍ରଥମ ବିଷୟ ହେଉଛି କ'ଣ? ପାପ ଅନୁତାପ ପାପ କରିବା। ଅନୁତାପ କରିବା। ପାପ ଅନୁତାପ ବିହୁନେ ଆମେ ଖ୍ରୀଷ୍ଟରେ କେବେ ମଧ୍ୟ ଅଭିବୃଦ୍ଧି ହେଇପାରିବା ନାହିଁ। କେବେ ବି ଆମେ ବୃଦ୍ଧି ପାଇବା ନାହିଁ ମୋର ପ୍ରିୟମାନେ। ପ୍ରଥମ ବିଷୟ ଅନୁତାପ, ରିପେଣ୍ଟାନ୍ସ ଆମମାନଙ୍କର ଆବଶ୍ୟକତା ରହିଅଛି। ଆମେ ଯେତେବେଳେ ପାପ କରୁନା କାହିଁକି ଦୈନନ୍ଦିନ ଆମେ ଅନୁତାପ କରୁଅଛୁ କି? ସକାଳ ପାଇଲେ ସନ୍ଧ୍ୟାରେ ଆମେ ପ୍ରଭୁଙ୍କ ନିକଟରେ ଆମେ ଅନୁତାପ କରୁଅଛୁ କି ନା? ଆମେ ସେଇ ବୋଝକୁ ନେଇ ଆମେ ଆଗକୁ ଯାଉଅଛୁ। ଯଦି ଆମେ ସେଇ ବୋଝକୁ ନେଇ ଆଗକୁ ଯାଉଅଛୁ ମୋର ପ୍ରିୟମାନେ, ତାହେଲେ ଆମେ ଖ୍ରୀଷ୍ଟରେ କେବେ ମଧ୍ୟ ଆମେ ବୃଦ୍ଧି ପାଇବା ନାହିଁ। ଅନୁତାପ ଆମେ ବାଇବଲରେ ଅନେକ ଆମମାନଙ୍କ ଉଦାହରଣ ରହିଅଛି। ଯେଉଁମାନେ ଅନୁତାପ କରିଛନ୍ତି ସେମାନଙ୍କର ଜୀବନ ପରିବର୍ତ୍ତନ ହେଇଅଛି। ଆମେ ଯଦି ଅନୁତାପ କରିବା ନାହିଁ, ଭୁଲକୁ ସ୍ୱୀକାର କରିବା ନାହିଁ, ପାପକୁ ସ୍ୱୀକାର କରିବା ନାହିଁ, ଆମେ ଖ୍ରୀଷ୍ଟରେ କେବେ ଅଭିବୃଦ୍ଧି ହେବା ନାହିଁ। କାରଣ ଜାଣନ୍ତି, ଆମେ ଅନୁତାପ ବିହୁନେ ଆମେ ପାପ କ୍ଷମା ପାଇପାରିବା ନାହିଁ। ଯଦି ଆମମାନଙ୍କ ଜୀବନରେ ପାପ ରହିଅଛି, ଆମେ ଖ୍ରୀଷ୍ଟରେ କେବେ ମଧ୍ୟ ଅଭିବୃଦ୍ଧି ହେଇପାରିବା ନାହିଁ। ଦୈନନ୍ଦିନ ସକାଳେ ସନ୍ଧ୍ୟାରେ ଆସୁ ଆମେ ପ୍ରଭୁଙ୍କ ନିକଟରେ ଆମେ କ'ଣ କରିବା? ଅନୁତାପ କରିବା, ପ୍ରାର୍ଥନା କରିବା। ପ୍ରଭୁ, ମୁଁ ଆଜି ଯେଉଁ ପାପ କରିଅଛି ସେଇ ପାପ ତୁମେ ମୋତେ କ୍ଷମା କର। ଅନୁତାପ ଜୀବନ ଯଦି ନାହିଁ, ପାପ ସ୍ୱୀକାର ଯଦି ଆମମାନଙ୍କ ଜୀବନରେ ନାହିଁ, ତାହେଲେ ଆମେ ଖ୍ରୀଷ୍ଟରେ କେବେ ମଧ୍ୟ ଆମେ ବୃଦ୍ଧି ପାଇପାରିବା ନାହିଁ। ଦ୍ୱିତୀୟ ବିଷୟ ପ୍ରାର୍ଥନା। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆମମାନଙ୍କର ଫୁଲବାଣୀ ଧର୍ମାଞ୍ଚଳ ଏକ ଆମମାନଙ୍କର ଅଧ୍ୟାୟ ସୃଷ୍ଟି କରିଛି। ଉତ୍ତର ଭାରତ ମଣ୍ଡଳୀ ମଧ୍ୟରେ ଆମମାନଙ୍କର ଫୁଲବାଣୀ ଧର୍ମାଞ୍ଚଳ ଏକ ପ୍ରାର୍ଥନା ଡାଇସିସ୍ ଭାବରେ ଏକ ଅଧ୍ୟାୟ, ଏକ ଇତିହାସ ସୃଷ୍ଟି କରିଅଛି। ଆମ ପାଖରେ କିଛି ଥାଉ ନଥାଉ, କିନ୍ତୁ ଆମେ ପ୍ରାର୍ଥନା କରୁଅଛୁ। ଆମେ ପ୍ରାର୍ଥନା ଦ୍ୱାରା ଆମେ କ'ଣ କରୁ? ଆମେ ଖ୍ରୀଷ୍ଟରେ ଆମେ ବୃଦ୍ଧି ପାଉ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପ୍ରାର୍ଥନା ବିହୁନେ ମୁଁ ଖ୍ରୀଷ୍ଟରେ ବୃଦ୍ଧି ପାଇବି ଅସମ୍ଭବ, କେବେ ବି ସମ୍ଭବ ହେବ ନାହିଁ। କାରଣ କୁହାଯାଏ ମୋର ପ୍ରିୟମାନେ, ପ୍ରାର୍ଥନା ହେଉଛି ଆମମାନଙ୍କ ପାଇଁ ଆତ୍ମିକ ଜୀବନ ପାଇଁ ଏକ ନିଶ୍ୱାସ ପ୍ରଶ୍ୱାସ ଅଟେ। ଆମେ ବଞ୍ଚିବା ପାଇଁ ଯେପରି ଆମଙ୍କର ନିଶ୍ୱାସ ପ୍ରଶ୍ୱାସର ଆବଶ୍ୟକତା ରହିଅଛି, ସେହିପରି ଆତ୍ମିକ ଜଗତରେ ଆମେ ବଞ୍ଚିବା ନିମନ୍ତେ ଆମମାନଙ୍କର ପ୍ରାର୍ଥନା ଆବଶ୍ୟକତା ରହିଅଛି। ଆଉ ପ୍ରାର୍ଥନା ହେଉଛି ଆମମାନଙ୍କ ପାଇଁ ଅମ୍ଳଜାନ, ଅକ୍ସିଜେନ। ହାଲେଲୁୟା, ହାଲେଲୁୟା। ଆମେ ଯଦି ପ୍ରାର୍ଥନାଶୀଳ ଜୀବନ ନାହିଁ, ତାହେଲେ ଆମେ କେବେ ମଧ୍ୟ ଖ୍ରୀଷ୍ଟରେ ଆମେ ବୃଦ୍ଧି ପାଇପାରିବା ନାହିଁ। ଏବଂ ତୃତୀୟ ବିଷୟ ହେଉଛି ଆମେ ଯେଉଁ ପରମେଶ୍ୱରଙ୍କୁ ଆମେ ଉପାସନା କରୁଅଛୁ, ସେଇ ପରମେଶ୍ୱର କି ଅଛନ୍ତି ଏବଂ କିପରି ଆମେ ତାହାକୁ ଉପାସନା କରିବା, ତାହା ଜାଣିବାର ଆବଶ୍ୟକତା ରହିଅଛି। ଆଉ ସେ ଅନୁସାରେ ଆମେ ତାହାକୁ ଆମେ ଉପାସନା କରିବା, ତେବେ ଆମେ ଖ୍ରୀଷ୍ଟରେ ଆମେ ବୃଦ୍ଧି ପାଇବା। ଖାମୁଖିଆ ନୁହେଁ। ଆମମାନଙ୍କର ବକ୍ତାମାନେ କହୁଥିଲେ, ଆମେ ଜଣେ କଲେକ୍ଟର ପାଖରେ ଆମେ ଗୋଟିଏ ଆପ୍ଲିକେସନ ଯେତେବେଳେ ଆମେ ଦେବାକୁ ଯାଉଛୁ, କେତେ ନମ୍ରତା, କେତେ ଭୟ କମ୍ପର ସହିତ ଆମେ ତାହାଙ୍କ ସମ୍ମୁଖରେ ଆମେ ଛିଡ଼ା ହେଇଥାଉ। କିନ୍ତୁ ଯିଏ ଆମମାନଙ୍କର ସୃଷ୍ଟିକର୍ତ୍ତା,
ଝିଅମାନଙ୍କର ସଂହାରକର୍ତ୍ତା, ଝିଅମାନଙ୍କର ପାଳନକର୍ତ୍ତା, ତାହାଙ୍କ ନିକଟରେ ଆମେ ଯେତେବେଳେ ଉପାସନା କରୁ, କିପରି ଆମେ ନମ୍ରତା, କିପରି ଆମେ ଭୟ କମ୍ପରେ ଆମେ ଉପାସନା କରିବା ଜାଣିବା ଦରକାର। ହାଲେଲୁୟା। ହାଲେଲୁୟା। ଏତିକି ଜ୍ଞାନ ଯଦି ଆମମାନଙ୍କର ନାହିଁ, ତାହେଲେ ଆମେ କେବେ ମଧ୍ୟ ଆମେ ଖ୍ରୀଷ୍ଟରେ ଆମେ କେବେ ମଧ୍ୟ ଅଭିବୃଦ୍ଧି ହେଇପାରିବା ନାହିଁ। ଚତୁର୍ଥ ବିଷୟ ହେଉଛି ବାଇବେଲ ପଢ଼ିବା। ବିନା ବାଇବେଲ ପଢ଼ାରେ ଆମେ କେବେ ମଧ୍ୟ ଖ୍ରୀଷ୍ଟରେ ଅଭିବୃଦ୍ଧି ହେଇପାରିବା ନାହିଁ। ହୁଏତ ହେଇପାରେ ଆମମାନଙ୍କର ଅନେକ ମା ମାନେ, ବାପା ମାନେ, ଭାଇ ଭଉଣୀ ମାନେ ଅଛନ୍ତି ଯେଉଁମାନେ ବାଇବେଲ ପଢ଼ି ପାରନ୍ତି ନାହିଁ। ଆମମାନେ କିପରି ଆମମାନେ ବାଇବେଲକୁ ଆମମାନେ ପଢ଼ିବୁ? ଖାଲି ବାଇବେଲକୁ ପଢ଼ିଲେ ଯଥେଷ୍ଟ ନୁହେଁ ମୋର ପ୍ରିୟମାନେ, ଆମମାନେ ଧ୍ୟାନ କରିବା ଦରକାର। ଆଚ୍ଛା, ଆପଣମାନେ ବାଇବେଲ ତ ପଢ଼ି ପାରିବେ ନାହିଁ, ଆପଣ ବାଇବେଲ ରଖିକି ଯେଉଁ ବାକ୍ୟ ଆପଣ ଶୁଣିଛନ୍ତି ସେହି ବାକ୍ୟକୁ ଧ୍ୟାନ କରି ସ୍ମରଣ କରି ଆପଣ କ'ଣ ପ୍ରାର୍ଥନା କରିପାରିବେ ନାହିଁ କି? ପାରିବେ କି ନାହିଁ? ପାରିବେ। ଆପଣ ହଜାର ପଦ ଗୁଡ଼ିକ ମନେ ରଖିବା କିଛି ଆବଶ୍ୟକ ନାହିଁ। ଗୋଟିଏ ପଦ ବି ବାଇବେଲର ଆପଣ ଉଚ୍ଚାରଣ କରନ୍ତୁ, ପ୍ରାର୍ଥନା କରନ୍ତୁ, ତାହା ଯଥେଷ୍ଟ। ହାଲେଲୁୟା। ହାଲେଲୁୟା। ଖାଲି ବାଇବେଲ ଖୋଲିକି ପଢ଼ିଲେ ତାହା ଯଥେଷ୍ଟ ନୁହେଁ। ବାଇବେଲକୁ ଆପଣ ଯେଉଁମାନେ ପଢ଼ି ପାରୁନାହାନ୍ତି, ଆପଣମାନେ ଯେଉଁ ଦୀର୍ଘ ବର୍ଷ ଅତିକ୍ରମ କରିଛନ୍ତି, ଗୋଟିଏ ପଦ ବାଇବେଲ ତ ମୁଣ୍ଡରେ ରଖିପାରିବେ ନା। ସେଇ ଗୋଟିଏ ପଦ ଯଥେଷ୍ଟ ମୋର ପ୍ରିୟମାନେ। ଆପଣ ସେଇ ପଦକୁ ଉଚ୍ଚାରଣ କରନ୍ତୁ ଆଉ ପ୍ରାର୍ଥନା କରନ୍ତୁ, ତାହା ଖ୍ରୀଷ୍ଟ ବୃଦ୍ଧି ପାଇବାରେ ସହାୟ ହେବ। ହାଲେଲୁୟା। 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 ତେଣୁ ଚତୁର୍ଥ ବିଷୟ ହେଉଛି, ଆସୁ ଆମମାନେ ପ୍ରତ୍ୟେକ ଦିନ ଆମମାନେ ବାଇବେଲକୁ କ'ଣ କରିବା? ପଢ଼ିବା। ମୁଁ ଗୋଟିଏ ଦୃଷ୍ଟାନ୍ତ ରଖି ମୁଁ ଆଜିର ବାକ୍ୟ ସମାପ୍ତ କରିବା ପାଇଁ ଚାହେଁ। ଜଣେ ପାଷ୍ଟର ଥିଲେ। କିଏ ଥିଲେ? କିଏ ଥିଲେ? ଆଉ ଜଣେ ବିଶ୍ୱାସୀଙ୍କ ଗୃହକୁ ସେ ଗଲେ। ଆଉ ସେ ପାଳକ ଯେତେବେଳେ ବିଶ୍ୱାସୀ ଗୃହକୁ ଗଲେ, ଆଉ ସେ ବାଇବେଲ ନେଇନାହାନ୍ତି, ଆଉ ତାଙ୍କ ଘରେ କଥାବାର୍ତ୍ତା ହେଲେ। କଥାବାର୍ତ୍ତା ହଉ ହଉ ପରିବାରରେ ସେମାନେ କହିଲେ, ଝିଅର ବିବାହ ନିର୍ବନ୍ଧ ହେଇଛି, ଆଉ କିଛି ମାସ ପରେ, ବର୍ଷ ପରେ ତାହାର ବିବାହ ହେବ। ସେଥି ନିମନ୍ତେ ସେମାନେ ସବୁ ପ୍ରସ୍ତୁତ ହେଉଛନ୍ତି। ଆଉ ସେ ଘରର ପିତାମାତା ପାଳକ ଆଜ୍ଞାଙ୍କୁ ସବୁ ସେମାନେ ଜିନିଷ ଦେଖାଉଛନ୍ତି। ମୋ ଝିଅ ପାଇଁ ଏଇଟା କିଣି ଦେଇଛୁ, ମୋ ଝିଅ ପାଇଁ ଏଇଟା କିଣି ଦେଇଛୁ, ମୋ ଝିଅ ପାଇଁ ସେଇଟା କିଣି ଦେଇଛୁ। ଆଉ ବିଭିନ୍ନ ହାର ସେ ଝିଅକୁ ଦେବା ପାଇଁ ଯେଉଁ ହାର ଗୁଡ଼ାକ କିଣା ହେଇଛି, ସେଇଟା ଆଣିକି ସେ ସବୁରେ ସବୁ ଦେଖାଉଛନ୍ତି, ରଖିଦେଉଛନ୍ତି। ଏଇଟା ଗୋଟେ ହାର, ଏଇଟା ଗୋଟେ ହାର, ଏଇଟା ଗୋଟେ ହାର, ଏଇଟା ଗୋଟେ, ଏମିତି ସବୁ ଦେଖାଉଛନ୍ତି। ଆଉ ପାଳକ ସବୁ ଜିନିଷକୁ ସେ ନମ୍ରତାର ସହିତ ସେ ଦେଖୁଛନ୍ତି। ଆଉ ସବୁ ସେମାନଙ୍କର ସରିଗଲା, ସବୁ ଆୟୋଜନ ହେଇଛି। ଅମୁକ ଦିନ ଅମୁକ ସ୍ଥାନରେ ଆମମାନଙ୍କର ବିବାହ କାର୍ଯ୍ୟ ହେବ ବୋଲି ପାଳକକୁ କହୁଛନ୍ତି। ଆଉ ଠିକ ଅଛି ପାଳକ କହିଲେ, ଏବଂ ଶେଷରେ ସେ କ'ଣ କଲେ? ସମସ୍ତଙ୍କ ପରିବାରର ସମସ୍ତଙ୍କୁ ସେ ହାର ଗୁଡ଼ାକ ରଖାଇଛି ଯେମିତି ସେମିତି। ଆଉ ସେ କହିଲେ, ଠିକ ଅଛି ମୁଁ ଯିବି, ଆଉ ଗୋଟେ ବାଇବେଲ ମୁଁ ଆଣିବାକୁ ଭୁଲି ଯାଇଛି, ବାଇବେଲ ନେଇକି ଆଣ। ଆଉ ସେ ଘରେ ଯେଉଁ ବାଇବେଲ ଥିଲା, ସେଇ ବାଇବେଲକୁ ନେଇକି ସେ ପରିବାରର ମା ଆଣିକି ପାଳକ ଆଜ୍ଞାଙ୍କୁ ଦେଲେ। ଆଉ ଗୋଟିଏ ବାକ୍ୟ ସେ ପଢ଼ିଲେ ଏବଂ ସେ ପରିବାର ନିମନ୍ତେ ପ୍ରାର୍ଥନା କଲେ। ଆଉ ଯେତେବେଳେ ସେ ଆମେନ କଲେ, ଆଉ ସେଇ
ହାରମାନଙ୍କ ମଧ୍ୟ ଗୋଟେ ବଡ଼ ହାର ସେ କ'ଣ କରିଛନ୍ତି ବାଇବେଲ ଭିତରେ ରଖିଦେଇଛନ୍ତି। କ'ଣ କରିଛନ୍ତି ବାଇବେଲ ଭିତରେ ରଖିଦେଇଛି। ବଡ଼ ବାଇବେଲ ଆମେ ବର୍ତ୍ତମାନ ଦେଖୁଛୁ ନାହିଁ ପୂର୍ଣ୍ଣ ବାଇବେଲ ଏଡ଼େ ଏଡ଼େ ବାଇବେଲ ଗୁଡ଼ାକ ସେ ହାର ଗୋଟେ ହାର କ'ଣ କଲେ ସେ ବାଇବେଲ ଭିତରେ ଭର୍ତ୍ତି କରିକି ବନ୍ଦ କରିକି ରଖିଦେଲେ ଆଉ ସେ ଘରକୁ ଆସିଲେ। ଏମାନେ ପାଳକୁ ବିଦାୟ କଲେ ଆଉ ଯାଇକି ଯେତେବେଳେ ହାର ରଖାରଖି କଲେ ଆଉ ସେ ମା ପ୍ରାର୍ଥନା ସରୁ ସରୁ ସେ ହାର ରଖାରଖି ନ କରିକି ଇଏ କ'ଣ କଲେ ସେ ମା ବାଇବେଲକୁ ନେଇକି ପେଳି ଭିତରେ ମାରିଦେଲେ। କୋଉଠି ପେଳି ଭିତରେ ମାରିଦେଲେ। ଆଉ ସେ ପାଳକ ପଳେଇ ଆସିଲେ। ଏମାନଙ୍କ ଦିନକୁ ଦିନ କ'ଣ ହେଲା ସମୟ ପାଖେଇ ପାଖେଇ ଆସିଲା। ଏମାନେ ଦେଖୁଛନ୍ତି ହାର ଗୋଟେ ନାହିଁ, ବଡ଼ ହାର ହିଁ ନାହିଁ। ଆଉ ସେମାନେ ଭାବୁଛନ୍ତି ପାଳକକୁ ତ ଆମେ ସବୁ ଦେଖେଇଲୁ ହାର, ଆମ ଘରକୁ ତ କେହି ଆସିନାହାନ୍ତି, ହେଲେ ସେ ହାର କିଏ ନେଲା? ସେମାନେ ଚିନ୍ତା କରୁଛନ୍ତି ପାଳକ ହିଁ ସେ ହାରକୁ ନେଇଥିବେ। କିନ୍ତୁ ପାଳକ ଅବାକୁ କେମିତି ଦୋଷ ଦେବେ? ଏମାନଙ୍କ ସାହସ ହଉନାହିଁ, ପଚାରିବାକୁ ସାହସ ହଉନାହିଁ। ତାଙ୍କୁ ବା କିପରି ଏମାନେ ଦୋଷ ଦେବେ? ଏମାନେ ମନେ ମନେ ବହୁତ ଚିନ୍ତାରେ ଅଛନ୍ତି। ଆଉ ଏମିତି ହଉ ହଉ 6 ମାସ ବିତିଗଲା। ଏମାନେ ପାଳକକୁ କହିପାରୁନାହାନ୍ତି। ଏମାନେ ଡାଉଟ୍ କରୁଛନ୍ତି ଆମ ଘରକୁ ତ ଆଉ କେହି ଆସିନାହାନ୍ତି, ପାଳକ ଜଣେ ହିଁ ଥିଲେ, ତାକୁ ଆମେ ସବୁ ହାର ଦେଖେଇଲୁ, କିନ୍ତୁ ଆମେ ଏବେ ଖୋଜିଲା ବେଳକୁ ସେ ହାର ଗୋଟେ ମିଳୁନାହିଁ। ଆଉ ଉଦାସୀନ ଭାବରେ ସେମାନେ ଅଛନ୍ତି। ଆଉ ଏମିତି ହଉ ହଉ 6 ମାସ ବିତିଗଲା। ଏମିତି ହିଁ ବର୍ଷେ ବିତିଗଲା। ତାପରେ ସେ ଝିଅର ବିବାହ ଉତ୍ସବ ଦିନରେ ପୁନର୍ବାର ସେ ପାଳକ ଯାଉଅଛନ୍ତି ସେ ଗୃହକୁ 1 ବର୍ଷ ପରେ। ଆଉ ସେଦିନ ପର୍ଯ୍ୟନ୍ତ ସେମାନେ ପାଳକକୁ କିଛି କହୁନାହାନ୍ତି, ଖାଲି ମନେ ମନେ ଭାବୁଛନ୍ତି ପାଳକଟା ନେଇଥିବେ ଆଉ କିଏ ନେଇଥିବେ ଆଉ, କିନ୍ତୁ ପାଳକକୁ କହିପାରୁ ନାହାନ୍ତି। କିନ୍ତୁ ଶେଷରେ ସେମାନେ ବାଧ୍ୟ ହେଇକି ପାଳକଙ୍କୁ କହୁଛନ୍ତି ଆଜ୍ଞା ଯୋଉ ବର୍ଷ ପରେ ଝିଅ ବିବାହ ଦିନରେ ପାଳକଙ୍କୁ କହୁଛନ୍ତି ସେଦିନ ଆପଣ ବର୍ଷେ ପୂର୍ବେ ଆସିଥିଲେ, ଆମେ ସବୁ ଦେଖେଇଲୁ ଆପଣଙ୍କୁ, ସବୁ କଲୁ, କିନ୍ତୁ ଗୋଟିଏ ହାର ହଜିଗଲା ଆଜ୍ଞା, ଆଜି ପର୍ଯ୍ୟନ୍ତ ତାକୁ ଆମେ ପାଇନାହୁଁ। ଆଉ ସେ ସମୟରେ ପାଳକ ବୁଝିଲେ ଆଚ୍ଛା ଆପଣମାନେ ତାହେଲେ ବର୍ଷ ଯାକ ବାଇବେଲ ପଢି ନାହାନ୍ତି। ପାଳକ କ'ଣ କହୁଛନ୍ତି ବର୍ଷ ଯାକ ଆପଣ ବର୍ଷ ଯାକ ବାଇବେଲ ପଢି ନାହାନ୍ତି। ସେଦିନ ଠାରୁ ସେଇ ବାଇବେଲକୁ ନେଇକି ସେ ମା କ'ଣ କରୁଛନ୍ତି ପେଳି ଭିତରେ ରଖିଛନ୍ତି। ରଖିଦେଇଛନ୍ତି। ଆଉ ବର୍ଷ ଯାକ ସେ ପରିବାରରେ ବାଇବେଲ ଖୋଲା ହୋଇନାହିଁ। ହେଇନାହିଁ। ଆଉ ସେଦିନ ପାଳକ କହୁଛନ୍ତି ସେଦିନ ମୁଁ ପ୍ରାର୍ଥନା କଲା ପରେ ଯେଉଁ ହାର ତମେ ମୋତେ ବଡ଼ ହାର ବୋଲି ଦେଖେଇଲ, ସେଇ ହାର ମୁଁ ସେ ବାଇବେଲ ଭିତରେ ହିଁ ରଖିଦେଇକି ଗଲି। ଆପଣ ଯାଇକି ଦେଖନ୍ତୁ, ଯାଇକି ଦେଖିଲା ବେଳକୁ ସେ ହାର ବାଇବେଲ ଭିତରେ ରହିଅଛି। ମୋର ପ୍ରିୟମାନେ, ଆମମାନେ ବାଇବେଲକୁ ଏମିତି ଆମମାନେ ବ୍ୟବହାର ନ କରୁ। ଆମମାନେ ଦୈନନ୍ଦିନ ଆମମାନେ ବାଇବେଲକୁ କ'ଣ କରିବା? ପଢ଼ିବା। ତାହା ଆମମାନଙ୍କର ଖ୍ରୀଷ୍ଟ ବୃଦ୍ଧିରେ ତାହା କ'ଣ ହେବ? ସହାୟ ହେବ। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଆସନ୍ତୁ ଆମମାନେ